ସୁଦୂରରୁ ସଦୂର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଯାଜପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଯାଜପୁର ସମ୍ବାଦଦାତା ପ୍ରିୟରଞ୍ଜନ କର ଏବଂ ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଯୋଗ କେବଳ ସୁସ୍ଥ ସ୍ୱାସ୍ଥ୍ୟର ମାଧ୍ୟମ ନୁହେଁ, ଏହା ଭାରତର ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ସମବାୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ଯାଜପୁର ଇଣ୍ଡୋର ଷ୍ଟାଡିୟମ ପରିସରରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଉତ୍ସବରେ ଯୋଗଦେଇ ସେ କହିଥିଲେ, ନିୟମିତ ଯୋଗାଭ୍ୟାସ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖିବା ସହ ସୁସ୍ଥତା ପର୍ଯ୍ୟଟନ ଏବଂ ରୋଜଗାର ସୃଷ୍ଟିରେ ମଧ୍ୟ ସହାୟକ ହୋଇଥାଏ। ପ୍ରାୟ 500ରୁ ଅଧିକ ଛାତ୍ରଛାତ୍ରୀ, ମହିଳା ଓ ସାଧାରଣ ଲୋକ ଯୋଗାସନ ଓ ପ୍ରାଣାୟାମରେ ଅଂଶଗ୍ରହଣ କରିଥିଲେ। ଏଥିସହ ରତ୍ନଗିରି ଐତିହ୍ୟସ୍ଥଳରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଥିଲା। ମନ୍ତ୍ରୀ ପ୍ରତିଦିନ 20ରୁ 30 ମିନିଟ୍ ଯୋଗାଭ୍ୟାସ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏହି ଯୋଗ ହେଉଛି ରୋଗର ଉପଶମ, ତେଣୁ ସମସ୍ତେ ଯୋଗ କରିବା ଦରକାର। ଯୋଗ କରିବା ଦ୍ୱାରା ଆପଣଙ୍କର ମାନସିକ ଭାରସାମ୍ୟ ରହେ, ସ୍ମରଣ ଶକ୍ତି ବଢ଼ାଏ, ସ୍ୱାସ୍ଥ୍ୟ ସୁନ୍ଦର ସ୍ୱାସ୍ଥ୍ୟ ହୁଏ। ତା ଛଡ଼ା ଆପଣଙ୍କର ସମ୍ପର୍କ ଜାଗା ଭିତରେ ହୁଏ, ଦେଶ ଭିତରେ ଜିଲ୍ଲା ଭିତରେ ସମ୍ପର୍କ ବଢ଼େ ଏବଂ ପିଲା ଛାତ୍ରମାନଙ୍କ ପାଇଁ ମଧ୍ୟ ଇଏ ଅତ୍ୟନ୍ତ ଜରୁରୀ, କାରଣ ତାଙ୍କର ସ୍ମରଣ ଶକ୍ତି ଦ୍ୱାରା ମଧ୍ୟ ବଢ଼େ ଏବଂ ମାନସିକ ଭାରସାମ୍ୟ ସନ୍ତୁଳିତ ହୋଇ ରହିଲେ ତାଙ୍କର ଯାହା ପଢ଼େ ସବୁ ମନେ ହୁଏ ଏବଂ ଯୁବପିଢ଼ି ପାଇଁ ମଧ୍ୟ ଦରକାର, କାରଣ ସେମାନେ ରାଷ୍ଟ୍ର ଗଠନରେ ଇଏ ମଧ୍ୟ ବହୁତ ସାହାଯ୍ୟ କରିବ। ମାନସିକ ଭାରସାମ୍ୟ ଠିକ୍ ରହିଲେ ସେମାନେ କନଷ୍ଟ୍ରକ୍ଟିଭ୍ ହେବେ, ବହୁତ ନୂଆ ନୂଆ ଜିନିଷ ସେମାନେ ଦେଶ ପାଇଁ କରିପାରିବେ। ତେଣୁ ଯୋଗର ଆବଶ୍ୟକତା ଶରୀର ପାଇଁ ସକାଳୁ ଉଠି ଶୋଇବା ପର୍ଯ୍ୟନ୍ତ ସବୁବେଳେ ଅଛି। ଆକୁ ସମସ୍ତେ କରିବା ଦରକାର। ଏକ ସୁସ୍ଥ ସମାଜ ପାଇଁ ଯୋଗର ଆବଶ୍ୟକତା ବହୁତ ଅଛି। ଯାଜପୁର ଜିଲ୍ଲାରେ ଶିଶୁ ଶ୍ରମିକ ନିୟୋଜନ ବିରୋଧରେ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ଓ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ ସଚେତନତା ରଥ ଓ ରାଲିର ଶୁଭାରମ୍ଭ କରିଥିଲେ। ଜୁନ୍ 12ରୁ 19 ତାରିଖ ପର୍ଯ୍ୟନ୍ତ ସଚେତନତା ରଥ ସମସ୍ତ ବ୍ଲକ ଓ ପୌରାଞ୍ଚଳ ପରିଦର୍ଶନ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ଉ କରି 15 ଜଣ ଶିଶୁ ଓ କିଶୋର ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଚାଇଲ୍ଡ ଲାଇନ୍, ରୁଚିକା ଓ ଆସ୍ପାୟାର ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ପୋଲିସ ଏଥିରେ ସହଯୋଗ କରିଥିଲେ। ପ୍ରଶାସନ ପକ୍ଷରୁ 14 ବର୍ଷରୁ କମ୍ ଶିଶୁ ଏବଂ 14ରୁ 18 ବର୍ଷ ବୟସର କିଶୋରଙ୍କୁ ବିପଦସଙ୍କୁଳ କାର୍ଯ୍ୟରେ ନିୟୋଜିତ ନ କରିବାକୁ ସତର୍କ କରାଯାଇଛି। ଯାଜପୁରର ବଡ଼ଚଣାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ଓ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କୃଷି ବିଭାଗ ଆୟୋଜିତ ଏହି କର୍ମଶାଳାରେ ଜୈବିକ କୃଷି, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ସମନ୍ୱିତ ସାର ପରିଚାଳନା, ଜୈବିକ ଉତ୍ପାଦର ବଜାର ବ୍ୟବସ୍ଥା ଏବଂ ପାରମ୍ପରିକ କୃଷି ପଦ୍ଧତି ସମ୍ପର୍କରେ କୃଷକମାନଙ୍କୁ ସଚେତନ କରାଯାଇଥିଲା। କୃଷି ଜିଲ୍ଲା ଅଧିକାରୀ ଡକ୍ଟର ପୀୟୁଷ ପଲ୍ଲଭ ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା କୃଷକ ଓ କୃଷିଜୀବୀ ମହିଳାମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରାୟୋଗିକ ଜୈବିକ କୃଷି, ବୀଜାଣୁ ସାର, ମୃତ୍ତିକା ପରୀକ୍ଷା ଏବଂ କୃଷକ ରେଜିଷ୍ଟ୍ରି ସମ୍ପର୍କିତ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା। ଯାଜପୁରସ୍ଥିତ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକାଧିକ ଅତ୍ୟାଧୁନିକ ଚିକିତ୍ସା ସୁବିଧାର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ଅମ୍ବର କୁମାର କର ଇକୋକାର୍ଡ଼ିଓଗ୍ରାଫି, ମେମୋଗ୍ରାଫି, ଶଲ୍ୟଚିକିତ୍ସା ବହିର୍ବିଭାଗ, ଏଣ୍ଡୋସ୍କୋପି ଏବଂ ଅତ୍ୟାଧୁନିକ ଅର୍ଥୋପେଡିକ୍ ଅପରେସନ୍ ଥିଏଟର ଉଦ୍ଘାଟନ କରିଥିଲେ। ଏହି ସୁବିଧା ଦ୍ୱାରା ସ୍ତନ କର୍କଟର ପ୍ରାରମ୍ଭିକ ଚିହ୍ନଟ, ହୃଦରୋଗ ପରୀକ୍ଷା ଏବଂ ଜଟିଳ ଅସ୍ତ୍ରୋପଚାର ସ୍ଥାନୀୟ ସ୍ତରରେ ସମ୍ଭବ ହେବା ଫଳରେ ଯାଜପୁର ଓ ପଡ଼ୋଶୀ ଅଞ୍ଚଳର ରୋଗୀମାନେ ଅଧିକ ଉପକୃତ ହେବେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଯାଜପୁରର ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଆୟୋଜିତ ଜିଲ୍ଲାସ୍ତରୀୟ ବିକାଶର ଧାରା ଓଡ଼ିଶା ସାରା ସମ୍ମିଳନୀରେ ଲୋକସଭା ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା କହିଛନ୍ତି ଯେ ଯାଜପୁର ଧାମରା ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିବା ସହ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ। ସେହିପରି ବ୍ରାହ୍ମଣୀ ନଦୀରେ ଜାତୀୟ ଜଳପଥ 5 ପ୍ରକଳ୍ପ ଯାଜପୁରର ଅର୍ଥନୈତିକ ବିକାଶକୁ ନୂଆ ଦିଗ ଦେବ ବୋଲି ସେ କହିଥିଲେ। ଯାଜପୁରର ବୌଦ୍ଧ ପର୍ଯ୍ୟଟନର ବିକାଶ, ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଏବଂ ଗୋପାଳପୁରରେ ହସ୍ତତନ୍ତ ପାର୍କ ପ୍ରତିଷ୍ଠା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସାଂସଦ ପ୍ରକାଶ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ।